ଧନ୍ୟବାଦ। ପ୍ରଭୁଙ୍କର ଅନୁଗ୍ରହ ହେତୁ ପ୍ରଭୁ ଏପର୍ଯ୍ୟନ୍ତ ଆମମାନଙ୍କୁ ସମସ୍ତ ବିଷୟରେ ତାଙ୍କର ବାହୁ ତଳେ ରଖିଅଛନ୍ତି ଏବଂ ଆମମାନଙ୍କର ନିମନ୍ତେ ସ୍ୱର୍ଗରେ ଥାଇ ମଧ୍ୟ ଚିନ୍ତା କରନ୍ତି। ଏବଂ ଏହି ପ୍ରାପ୍ତକାଳୀନ ଯେଉଁ ନୂତନ ଜୁନ୍ ଯାହାକି ଜାନୁଆରୀ 26 ତାରିଖରୁ ଆରମ୍ଭ ହୋଇଅଛି, ମୁଁ ଧନ୍ୟବାଦ ଦିଏ ଆମମାନଙ୍କର ସମ୍ମାନୀୟ ରାଇଟ୍ ରେଭରେଣ୍ଡ ବିଶପ ଭାଇଙ୍କୁ ଯେ ତାଙ୍କର ପ୍ରଚେଷ୍ଟା ହେତୁ ଆଜି এই ସ୍ଥାନରେ ଆମେମାନେ ଅନଲାଇନ ମାଧ୍ୟମରେ ପ୍ରଭୁଙ୍କର ବାକ୍ୟ ପ୍ରଭୁଙ୍କର ବିଶିଷ୍ଟ ଦାସ ମାନଙ୍କର ମାଧ୍ୟମରେ ଶୁଣିବା ପାଇଁ ଆମେ ସୁଯୋଗ ପାଉ। ଆଉ ପ୍ରଭୁ ତାଙ୍କୁ ଅନୁଗ୍ରହ କରନ୍ତୁ, ହୋଷ୍ଟକୁ ମଧ୍ୟ ଅନୁଗ୍ରହ କରନ୍ତୁ। ଆଉ ଯେଉଁମାନେ এই ଜୁମରେ ସମ୍ମିଳିତ ହେଉଅଛନ୍ତି ପ୍ରତ୍ୟେକଙ୍କୁ ପ୍ରଭୁ ନିଶ୍ଚୟ ଆଶୀର୍ବାଦ ଦେବେ, କାରଣ ଆମମାନଙ୍କର ଯାହା ଚେଷ୍ଟା ପ୍ରଭୁଙ୍କ ପାଇଁ ଆମେମାନେ ଚେଷ୍ଟା କରି এই ବିଷୟକୁ ଆରମ୍ଭ କରିଅଛନ୍ତି, ସେଥିପାଇଁ ପ୍ରଭୁ ନିଶ୍ଚୟ ତାଙ୍କର ସେଇ ହସ୍ତ ବିସ୍ତାର କରିବେ। এই ଦିନ ମାନଙ୍କରେ ପ୍ରଭୁ ଗତ ବର୍ଷରୁ ଏ ବର୍ଷର ପ୍ରଥମ ମାସର ଆଜି 30 ଦିନ ଯାଏ ସମସ୍ତ ଅମଙ୍ଗଳ ରକ୍ଷା କଲେ, ବିଶେଷ କରି ମୋ ସହିତ ମୋ ପରିବାର ସହିତ ପ୍ରଭୁ ଆମମାନଙ୍କ ସହିତ ହେଲେ, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଏସେମ୍ବଲି ଅନଲାଇନ ର ମର୍ଣ୍ଣିଂ ଷ୍ଟାର ଆମମାନଙ୍କ ନିମନ୍ତେ ନିଶ୍ଚୟ କାର୍ଯ୍ୟକାରୀ ହେବ। ଆଉ ମୁଁ ଆପଣ ମାନଙ୍କୁ ଉତ୍ସାହ କରି କହୁଅଛି এই ସମୟରେ ଯେପରି ମାନେ এই ମାଧ୍ୟମରେ ପ୍ରଭୁଙ୍କର ବିଭିନ୍ନ ଦାସ ମାନଙ୍କ ମାଧ୍ୟମରେ ଆମେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣିବାକୁ ପାରିବା। ତେଣୁ ଆପଣମାନେ ଆପଣଙ୍କର ପରିବାର, ଆପଣଙ୍କର ବନ୍ଧୁ ବାନ୍ଧବ, ରିଲେଟିଭ ପ୍ରତ୍ୟେକଙ୍କୁ ସେ କହନ୍ତୁ ଯେପରି এই ସ୍ଥାନରେ ଯୋଗଦାନ କରିବେ। ଆଉ ସକାଳ ସମୟ ଆମମାନଙ୍କ ନିମନ୍ତେ ଏକ ଆଶୀର୍ବାଦ ସମୟ। ଆମେ ଯଦି ବାଇବେଲ ପଢିବା ଆମେ ଦେଖିବା ପ୍ରଭାତ କାଳରେ ପ୍ରଭୁଙ୍କର ଉପସ୍ଥିତି ଥାଏ। ଯଦିଓ ମୁଁ କହିବା ପାଇଁ ଯାଏ ନାହିଁ, ଦାଉଦ ମଧ୍ୟ ତାଙ୍କର ଗୀତ ସଂହିତା 3ରେ ଲେଖିଅଛନ୍ତି, 5ରେ ମଧ୍ୟ ସେ ଲେଖିଅଛନ୍ତି ଯେ ମୁଁ ପ୍ରାପ୍ତ କାଳରେ ତୁମ୍ଭ ଉଦ୍ଦେଶ୍ୟରେ ଆପଣ ପ୍ରାର୍ଥନା ସଜାଇବି ଓ ଜଗି ରହିବି। ଏହା ଆମମାନଙ୍କର ଜଗି ରହିବାର ସମୟ, ଶୋଇବାର ସମୟ ନୁହେଁ। ଆମେ ଉଠି ଜଗି ରହିବା। ହୋଇପାରେ ପାରିବାରିକ ସମସ୍ୟା ଆମମାନଙ୍କର ଥାଏ, ଆମମାନଙ୍କର କିଏ କିଏ ଗୋଟିଏ ରୁମ ଭିତରେ ମଧ୍ୟ ନିଜର ଛୁଆ ପିଲା ନେଇକି ରହୁଛନ୍ତି। ଆଉ ଅନେକ ବିଷୟର ଅସୁବିଧା ଆପଣମାନଙ୍କର ଥାଇପାରେ। ଡିଭାଇସ ଏଠି ଜଏନ କରନ୍ତୁ, ଆପଣଙ୍କର ସୁବିଧା ଦେଖି ଭିଡିଓକୁ ଅନ୍ କରିପାରିବେ। ଏଣୁ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ମୁଁ ବିଶ୍ୱାସ କରୁଛି ପରବର୍ତ୍ତୀ ସମୟରେ ଆପଣମାନେ ନିଶ୍ଚୟ ଆପଣଙ୍କର ପରିବାର, ଆପଣଙ୍କର ବନ୍ଧୁ ବାନ୍ଧବଙ୍କୁ କହି ସେମାନଙ୍କୁ ଉତ୍ସାହ ଦିଅନ୍ତୁ। ଏ ସମୟରେ ଆମେ ଦେଖୁ ପ୍ରଭୁ ତାଙ୍କର ବିଭିନ୍ନ ଦାସ ମାନଙ୍କର ମାଧ୍ୟମରେ ବାଇବେଲରେ ମଧ୍ୟ ଆମମାନଙ୍କୁ ଯେପରି ପବିତ୍ର ଆତ୍ମା ଆତ୍ମୀୟ ଦିଗରେ ଆମେ ବଢିବୁ, ତଦନୁଯାୟୀ ସେମାନେ ବିଭିନ୍ନ ଦାସ ମାନେ ଏ ବାଇବେଲରେ ଆମେ ମାନେ ଜାଣିବାକୁ ପାଉ। ସଣ୍ଡେ ସ୍କୁଲରେ ଏବଂ ବିଭିନ୍ନ ସ୍ଥାନରେ ବିଭିନ୍ନ ଦାସ ମାନଙ୍କର ମାଧ୍ୟମରେ ଶୁଣିବାକୁ ପାଉ। ଆଉ ଆଜି ଯେଉଁ ଯିଏ ବାଇବେଲ ପଠନ କରିବେ, ଯାହାକୁ ଦାୟିତ୍ୱ ଦିଆଅଛି କି କାହାକୁ ଯିଏ ବାଇବେଲ ପଠନ କରିବେ, ତା ସହିତ ଯେଉଁମାନେ ବାଇବେଲ ଧରି ଅଛନ୍ତି, ରଖି ଅଛନ୍ତି, ଦୟାକରି ସେମାନେ ବାଇବେଲକୁ ଖୋଲି ରଖିବେ। ମୁଁ ଆପଣମାନଙ୍କୁ ବେଶୀ ପଢିବା ପାଇଁ କହିବି ନାହିଁ। ଆଉ ବାଇବେଲ ସହିତ ଯଦି ଯାହାର ସୁବିଧା ଅଛି, ନୋଟବୁକ୍ ଏବଂ ଗୋଟିଏ ଡଟ୍ ପେନ୍ ନିଶ୍ଚୟ
ରଖିବେ। କାହିଁକି ନା ପ୍ରଭୁଙ୍କର ବିଭିନ୍ନ ଦାସ ମାନଙ୍କର ମାଧ୍ୟମରେ ଜ୍ଞାନ ସୂଚକ ଆତ୍ମିକ ଦିଗରେ ଆମେ କିପରି ବଢିବା, ଆତ୍ମିକତା ନେଇ କିପରି ଆମେ ଜାଣିବା, ସେଇ ବିଷୟରେ କହିଥାନ୍ତି। ଆଉ ମୁଁ ଆଜି ମୋ ବିଷୟରେ ମୁଁ କହୁନାହିଁ। ଏବଂ ଯେତେବେଳେ ଆମେ ଜୁମ୍ ରେ ଜଏନ୍ କରୁଛୁ ସେତେବେଳେ ଆମର ବାଇବେଲ, ଗୋଟିଏ ନୋଟବୁକ୍ ଆଉ ଗୋଟିଏ କଲମ, ଯାହାକି ଆମେ ନୋଟ ନେଇପାରିବା, ଲେଖିପାରିବା। ଆଉ ଏଇ ସମୟରେ ଆମେ ଆଉ ଗୋଟେ ପ୍ରଭୁଙ୍କର ଦାସ ବିଷୟରେ ଆମେ ଶୁଣିବା, ଯାହାକି ଆପଣ ମାନେ ପାଇବେ। ଯିଏ ପଠନ କରିବେ ଭାଇ ଦୟାକରି ବାହାର କରିବେ, ଝିଅ 14 ପର୍ବ 12 ପଦ। କିଏ ପଢୁଅଛନ୍ତି? ଯିଏ ବି ପଢିବେ ମ୍ୟୁଟ ଅନ୍ କରିକି ପଢିବେ ପ୍ଲିଜ। ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମୋତେ ଦିଅ, କାରଣ ଅନାକ୍ୟମାନେ ସେଠାରେ ଥାନ୍ତି ଓ ନଗରମାନ ବୃହତ୍ ଓ ପ୍ରାଚୀର ବେଷ୍ଟିତ। ଏହା ତୁମେ ସେଇଦିନ ଶୁଣିଥିଲ। ହୋଇପାରେ ସଦାପ୍ରଭୁ ମୋହର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଡ଼ିଦେବି। ପ୍ରେଜ୍ ଦ ଲର୍ଡ। ପ୍ରଭୁ ପଠିତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ ଏବଂ ବୁଝିବା ପାଇଁ ଶକ୍ତି ଦିଅନ୍ତୁ। ପୁଣି ଯୋଉମାନେ ବାଇବେଲ ରଖି ଅଛନ୍ତି ସେମାନେ ଏଆଡେ ସାଡେ ବନ୍ଦ କରିବେ ନାହିଁ, ଏଆଡେ ସାଡେ ମଧ୍ୟ ଯିବେ ନାହିଁ। ବାଇବେଲ ଖୋଲିକି ରଖିବେ, କେବଳ ସେହି ଝିଅ ସେଇ 14 ପର୍ବ ଖୋଲିକି ରଖିଥିବେ। ଆଉ ମୁଁ ଆପଣ ମାନଙ୍କୁ ଏଆଡୁ ସାଡୁ ନେବା ପାଇଁ ଚାହେଁ ନାହିଁ। ଆଉ ଯଦି ଯୋଉମାନେ ପାରିବେ ପଢିପାରିବେ, ନହେଲେ ମୁଁ ପଢିବି। ହଉ, এই ସ୍ଥାନ ଆମେ ଦେଖୁଅଛୁ ଯେ ଝିଅ 14 ପର୍ବ 12 ପଦରେ ଆମେ ମାନେ ଜାଣିଅଛୁ ଇସ୍ରାଏଲ ସନ୍ତାନ ମାନଙ୍କର କିଣାଣରେ ପ୍ରବେଶ ବିଷୟରେ। ଆଉ ଝିଅ ଆଉ କାଲେବ, ଏଇ ସ୍ଥାନରେ ଆମେ କାଲେବଙ୍କର ବିଷୟ ଆମେ ଦେଖୁ। 14 ପର୍ବରେ ଆମେ ଦେଖୁଅଛୁ କାଲେବଙ୍କର ବିଷୟରେ। ଆଉ ଏଇ ସ୍ଥାନରେ କାଲେବ କଣ କହୁଛନ୍ତି? ଏହେତୁ ସେଦିନ ଏହି ଯୋଉ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମତେ ଦିଅ, କାରଣ ଅନାକିୟ ମାନେ ସେଠାରେ ଥାନ୍ତି ଓ ନଗର ମାନ ବୃହତ୍ ଓ ପ୍ରାଚୀର ବିଶିଷ୍ଟ। ଏହା ତୁମ୍ଭେ ସେଇଦିନ ଶୁଣିଥିଲ। ହୋଇପାରେ ସଦାପ୍ରଭୁ ମୋହର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କର ବାକ୍ୟାନୁସାରେ ସେମାନଙ୍କୁ ତୋଳିଦେବି। କାଲେବଙ୍କର এই ସ୍ଥାନରେ ତାଙ୍କର ଉଦ୍ଦେଶ୍ୟ ଆମେ ଦେଖୁଅଛୁ। ସେ ଏକ ପର୍ବତ ମାଗୁଅଛନ୍ତି। ସେ ପର୍ବତ ଯେଉଁ ସ୍ଥାନରେ କି ଅନାକିୟ ମାନେ ଆଉ ବିଭିନ୍ନ ଦୁଷ୍ଟ ପ୍ରକୃତିର ଲୋକମାନେ, ଅସୁର ଶ୍ରେଣୀର ଲୋକମାନେ ସେ ସ୍ଥାନରେ ରହୁଅଛନ୍ତି। ଆଉ ଏ ସ୍ଥାନକୁ କାଲେବ ଆଜି ସଦାପ୍ରଭୁଙ୍କୁ ମାଗୁଅଛନ୍ତି। କାରଣ ସେ ବିଶ୍ୱାସର ସହିତ ସେ ତଳେ ଲେଖୁଅଛନ୍ତି, ପୁଣି ମୁଁ ସଦାପ୍ରଭୁଙ୍କୁ ବାକ୍ୟ ଅନୁସାରେ ସେମାନଙ୍କୁ ତୋଳିଦେବି। ଏ ସ୍ଥାନରେ ଆମେ ଦେଖୁ କାଲେବଙ୍କର ଏକ ଦୃଢତା। ଆଉ କାଲେବ ତାଙ୍କର କାର୍ଯ୍ୟ କରିବା ପାଇଁ ସେ ପଛଘୁଞ୍ଚା ଦେଉନାହାନ୍ତି। ସେ ଘୋଷଣା କରି କହୁଛନ୍ତି ଯେ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ ମୁଁ ସେମାନଙ୍କୁ ତୋଳିଦେବି। ଆମେ ଦେଖୁ କାଲେବର ଅର୍ଥ, ଆମେ ଯଦି ଦେଖିବା, କାଲେବର ଅର୍ଥ ହେଉଅଛି ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନୁସରଣ କର। କାଲେବଙ୍କର ଅର୍ଥ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନୁସରଣ କର। ଆମେ ସେଇ ଝିଅ 14 ପର୍ବ 8 ପଦରେ ଯଦି ଆମେ ଦେଖିବା, ଟିକେ ପଢିଦେବେ। ତଥାପି 14 ମୋହର ପର୍ବ ଯେଉଁ ଭ୍ରାତୃଗଣ ମୋର ସଙ୍ଗୀ ଯାଇଥିଲେ, ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ।
ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ୱରଙ୍କର ଅନୁଗତ ହେଲି। ଏଇ ସ୍ଥାନ ଦେଖୁ ଯେଉଁ ଇସ୍ରାଏଲ ସନ୍ତାନ ମାନେ ସେମାନେ ଯାଇଥିଲେ ଅନ୍ୟ ମାନଙ୍କର ଯୋଉ ସହିତ ସେମାନେ ଲାଗିଲେ, କିନ୍ତୁ କାଲେବ ସେଇ ସ୍ଥାନରେ କଣ କରୁଅଛନ୍ତି? ସେ ଲେଖୁଅଛନ୍ତି ମୁଁ ସମ୍ପୂର୍ଣ୍ଣ ରୂପେ ସଦା ପ୍ରଭୁ ମୋର ପରମେଶ୍ୱରଙ୍କର ଅନୁଗତ ହେଲି। କିଣାନରେ ସେ ପ୍ରବେଶ କରି ସାରିଛନ୍ତି। କିଣାନ ମଧ୍ୟରେ ସେ ତାଙ୍କର ଉପସ୍ଥିତି ଏଇ ସ୍ଥାନରେ ସେ ପ୍ରବେଶ କଲା ପରେ ସେ କହୁଅଛନ୍ତି ମୁଁ ସେଇ ଅନାକ୍ୟ ମାନଙ୍କୁ, ସେ ଅସୁର ଶ୍ରେଣୀ ଯୋଉମାନେ ବଳବାନ, ଯୋଉମାନେ ତାଙ୍କ ଧୃତତା ଅଛି, ଦୁଷ୍ଟତା ଅଛି, ଆଜି ସେ ସାହସ ସହିତ ସେ କଣ କହୁଛନ୍ତି? ମୁଁ ସେମାନଙ୍କୁ ତୋଳିଦେବି, ମୁଁ ସେମାନଙ୍କୁ ତୋଳିଦେବି। ଆମେ ଜିହୋଶଙ୍କର ବିଷୟରେ ଯଦି ଆମେ ଦେଖିବା, ତାଙ୍କର ଏକ ସାକ୍ଷ୍ୟ ଆମେ ଯଦି ଦେଖିବା ଜିହୋଶଙ୍କର ବିଷୟରେ, କାଲେବଙ୍କର ବିଷୟ ଜିହୋଶ କହୁଛି, କାଲେବଙ୍କର ବିଷୟରେ ଯଦି ଆମେ ତାଙ୍କର ସାକ୍ଷ୍ୟ ଦେଖିବା, ତେବେ ମୋଶା ମଧ୍ୟ ତାଙ୍କର ବିଷୟରେ ସାକ୍ଷ୍ୟ ଦିଅନ୍ତି। ସେଇ ଜିହୋଶ 14 ପର୍ବ 9 ପଦ ଟିକେ ପଢିବେ। ଆପଣ ମାନେ ବାଇବେଲ ଏଆଡେ ସାଡେ କରନ୍ତେ, ସେ ଗୋଟେ ପର୍ବ ଆପଣ ରଖନ୍ତୁ। ଏହେତୁ ମୋଶା ସେହି ଦିନ ଶପଥ କରି କହିଲେ, ଯେଉଁ ଭୂମିରେ ତୁମ୍ଭର ପାଦ ପଡ଼ିଅଛି ତାହା ଅବଶ୍ୟ ତୁମ୍ଭର ଓ ଯୁଗାନୁକ୍ରମେ ତୁମ୍ଭ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କର ଅନୁଗତ ହୋଇଅଛ। ଏଇ ସ୍ଥାନ ଦେଖୁ ମୋଶା କାଲେବଙ୍କର ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି। ମୋଶା କାଲେବଙ୍କର ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି। ସେ ମଧ୍ୟ କହୁଅଛନ୍ତି ଯେ ସଦାପ୍ରଭୁ ଯାହା ଶପଥ କରିଅଛନ୍ତି, ତାଙ୍କର ଶପଥ, ତାଙ୍କର ପ୍ରତିଜ୍ଞା ସେ ସଫଳ କରିଅଛନ୍ତି। ଯେଉଁ ଭୂମି ଦେବେ ସେ ସମସ୍ତ ବିଷୟ କରିଅଛନ୍ତି। କିନ୍ତୁ ସେ ତାଙ୍କୁ କାଲେବକୁ କହୁଅଛନ୍ତି ମୂଷା, ତୁମେ ଯେହେତୁ ତୁମେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ ପରମେଶ୍ୱରଙ୍କର ଅନୁଗତ ହୋଇଅଛ। ଜୀବନର ଏକ ସାକ୍ଷ୍ୟ ଅନ୍ୟମାନଙ୍କର ମାଧ୍ୟମରେ ଆମେ ଦେଖିବା ପାଇଁ ପାଉଅଛୁ। ଆମେ ଏଇ ସ୍ଥାନରେ ଦେଖିବା ପାଇଁ ପାଉଅଛୁ। ଆଉ ଗୋଟେ ତାଙ୍କର ସାକ୍ଷ୍ୟ ସଦାପ୍ରଭୁ ତାଙ୍କର ବିଷୟରେ କହନ୍ତି। ଦୟାକରି ଗଣନା 14 ପର୍ବ 24 ପଦ ବାହାର କରିବେ। ପୁଣି ଥରେ ପଳେଇ ଆସିବେ ସେ 14କୁ, ଜିହୋଶ 14କୁ। ମାତ୍ର ଆମ୍ଭର ସେବକ କାଲେବ ଠାରେ ଅନ୍ୟ ଆତ୍ମା ଅଛି ଓ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି। ଏଥିପାଇଁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ। ଏଇ ସ୍ଥାନରେ ସଦାପ୍ରଭୁ ମଧ୍ୟ ସାକ୍ଷ୍ୟ ଦେଉଅଛନ୍ତି। କଣ ସାକ୍ଷ୍ୟ ଦେଉଛନ୍ତି? ମାତ୍ର ଆମ୍ଭର ସେବକ କାଲେବ ଠାରେ ଅନ୍ୟ ଆତ୍ମା ଅଛି। ସଦାପ୍ରଭୁ ଆତ୍ମା ଦେଖନ୍ତି। କାହିଁକି ନା ମଣିଷର ଅନ୍ତଃକରଣ କପଟମୟ, ସଦାପ୍ରଭୁ ଆତ୍ମା ଦେଖନ୍ତି। ଆଉ ଏଇ ସ୍ଥାନରେ ସେ କହୁଅଛନ୍ତି ସଦାପ୍ରଭୁ କାଲେବଙ୍କର ଠାରେ ଅନ୍ୟ ଆତ୍ମା ଅଛି, ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି। ଏକ ଆଶ୍ଚର୍ଯ୍ୟ ବିଷୟ। ଏଇ ସ୍ଥାନରେ ଆମେ ଦେଖୁ ପର୍ସନାଲ ଆମମାନଙ୍କର ଟେଷ୍ଟିମୋନି କାଲେବ ଦେଉଅଛନ୍ତି। ମୋଶା ତାଙ୍କର ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି। ସଦାପ୍ରଭୁ ତାଙ୍କର ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି। ଆଜି ଆମମାନଙ୍କର ଜୀବନରେ ଆମମାନଙ୍କର ସାକ୍ଷ୍ୟ, ଆମମାନଙ୍କର ନିମନ୍ତେ ଅନ୍ୟମାନଙ୍କର ସାକ୍ଷ୍ୟ, ସଦାପ୍ରଭୁ ଆମମାନଙ୍କୁ କିପରି ଭାବରେ ଆଜି ଚିହ୍ନିତ କରିଅଛନ୍ତି। ସେ ଦେଖୁଅଛନ୍ତି, ସଦାପ୍ରଭୁ ଏ ସ୍ଥାନରେ କହୁଅଛନ୍ତି କାଲେବଙ୍କ ଠାରେ ଅନ୍ୟ ଆତ୍ମା ଅଛି। ଆଜି ଆମମାନଙ୍କର ଜୀବନରେ କିପରି ଆତ୍ମା ଅଛି? ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିଅଛନ୍ତି ପ୍ରତ୍ୟେକ ବିଷୟରେ। କିପରି ଆତ୍ମା ଅଛି? ଆମେ ଯଦି ବାଇବେଲକୁ ଦେଖିବା, ସଦାପ୍ରଭୁ ଯେଉଁମାନଙ୍କୁ ମନୋନୀତ କରୁଅଛନ୍ତି, ଆମେ ଅବ୍ରାହମକୁ କହୁ, ମୋଶାଙ୍କୁ କହୁ, ଆୟବଙ୍କୁ କହୁ,
बा दानिएल कहू से स्थान सदा प्रभु से आत्मा जानती से चिन्हती एवं कथा कहती ए दिन मानकरे प्रभु आमको अनुग्रह कले 2024 आम निमंते साक्ष्यमय ना आम निमंते शैतान सुजोग पाई अछि मंडली रे साक्ष्य देवा जहा द्वारा शैतान लज्जित हुए मंडली मध्य आम माने जदि व्यक्तिगत जीवन रे बा कौन सी विषय करी सदा प्रभु आम जदि ताहा प्रकाश करिबा शैतान लज्जित हुए दुष्टता दूर हुए मंडली रे उद्दीपना आसे आज आम जीवन कौन सदा प्रभु आमको कौन चाहूँगी आज सदा प्रभु कालेबंकर जीवन से कहते तांकर अन्य आत्मा अच्छी तांकर अन्य आत्मा अच्छी एणु सदा प्रभु प्रत्येक हृदय जानती सदा प्रभु प्रत्येक हृदय जानती आ गोटे विषय जब देखा कालेबंकर विषय कालेब जिहुदा वंशीय से कालेब जिहुदिया वंशीय जदि आमे गणना पुस्तक पढ़िबा से स्थान रे आमे कालेब कर तांकर पूर्व पुरुष सहित प्रत्येक विषय आमे जानिबा गणना 13 पर्व 6 पद रे लिखा जाए जिहुदा वंश मध्य जुफिन पुत्र कालेब ए स्थान रे गणना पुस्तक सेटा लिखा जाए आ ए स्थान रे देखू मूसा कौन कले 12 गोष्ठी मध्यरु मूसा 12 जन को देश अनुसंधान करने गुप्तचर भाव किणान को पठाइले आ प्रत्येक गोष्ठी जन जन कर उठेले जिहुदा वंशरु से कालेब को पठेइथिले जिहुदा वंशरु कालेब को पठेइथिले आ जिहुदार अर्थ होउची स्तुति प्रशंसा आ प्रभु आम मान से स्तुति प्रशंसा चाहती आम मान उपस्थिति को जदि अनुभव करने चाहू आम मान स्तुति प्रशंसा सदा प्रभुकर ग्रहणीय जेपरी हम तदनुजाई आम स्तुति प्रशंसा हवा दरकार कारण दाऊद गीत संगीत से कहते कारण तुम्भे मोहर मर्मर कथा तुम्भे मते मातृगर्भरु आच्छादन करियछ एणु से तांकर स्तुति सबु बेले सदा प्रभुंकर निकट रे आम गीत संगीत रे आम देखू अनेक विषय सदा प्रभु को धन्यवाद दियंती अमंगल मध्य सदा प्रभु तांको रक्षा करियछंती एवं स्तुति प्रशंसा करिवा पाई से चाहूं कहीं ना आम जीवन रे अनेक प्रकार घात प्रतिघात अनेक प्रकार समस्या आसे जदि आम अब्राहम को जीवन देखा आदि पुस्तक 15 पर्व 1 पदर शेषांश लिखा जाए हे अब्राहम भय कर नहीं आंभे तुम ढाल और महा पुरस्कार स्वरूप आज अब्राहम को रक्षा करने जिते अब्राहम मध्य भय है शत्रु जो पालेस्टाइन माने जिते आक्रमण ये करुछंती सेतेबेले अब्राहम मध्य जिते भय है सदा प्रभु हृदय चिन्ही अच्छी से जानिले अब्राहम भय करुछंती सेतेबेले अब्राहम निकट सदा प्रभुकर वाक्य आसिला आदि पुस्तक 15 प्रथम शेष अंश से कौन आसिला हे अब्राहम भय कर नहीं आंभे तुम ढाल ओ महा पुरस्कार सर्व कारण सदा प्रभु आमर पिता गीत संहिता 103:13 लिखा जाए पिता जेपरी आपण संतान मान प्रति स्नेह बही सदा प्रभु आपण भयकारी मान प्रति सेपरी स्नेह बहंती से सदा प्रभु होती आमर पिता आम मैंने अनेक समय प्रार्थना करू जे पुरातन नियम रे जदि आम देखा पुरातन नियम रे आम मैंने देखु अच्छु अब्राहम परमेश्वर जाकुबंकर परमेश्वर इसहाकर परमेश्वर
सेमिति करी आमे प्रार्थना करू किंतु पुरातन नियम रे केवल अब्राहम इसाक और याकूब पुरातन नियम रे तमाने सेहीपरि प्रार्थना करुथिले किंतु जेतेबेले नूतन नियम आसिला आम माने पिता बोली संबोधन करिया पई सही अधिकार संतान हबार पई आम सही अधिकार पाई अछु और सेति पई आम माने आउ अब्राहमकर परमेश्वर ईसाकर परमेश्वर याकूबकर परमेश्वर संबोधन नुहे आमे डायरेक्ट सीधा सड़क आमे संबोधन करि परबा आम्भर पिता आम्भर पिता आमर प्रार्थना सब बेले हे आम मानकर स्वर्गस्थ पिता हो हे आमनकर स्वर्गस्थ पिता हो दाऊद मध्य से प्रार्थना करती आम जो 39 पद 7 रे पढ़िबा गीत संहिता से स्थान से प्रार्थना करती हे प्रभु एबे मु काई रे अपेक्षा करिबी मोर प्रत्याशा तुम ठारे अछि से आमनकर प्रत्याशा से आमनकर भरोसा सदा प्रभु और प्रत्येक विषय से आमनकर सहवर्ती अटंती आशा बा भरोसा आमनकर जीवन कौन आमे जेतेबेले कौन से विषय आशा करू भरोसा करू आमनकर मध्य कौन जहाँ आमे प्रार्थना रे मागी थाउ ता पाइबा को आमनकर जो भरोसा जो आशा ता होछि आमनकर भरोसा ता आमनकर आशा आमने अनेक विषय प्रभु को मागी थाउ प्रार्थना करी थाउ यह होछि आमर विश्वास सहित एक भरोसा युक्त आशा अछि प्रभु निश्चय दिने ना दिने संपूर्ण करिवे प्रभुंकर समय उपयुक्त समय से समस्त विषय संपादन करती कहीं ना सदा प्रभु तांकर समय निरूपित करियछंती से आदम ठारू जदि आमे अब्राहम कर पर्यंत देखिबा से 2000 वर्ष अब्राहम ठारू जीशुंकर पर्यंत देखिबा 2000 वर्ष और जीशुंकर ठारू ए जाए आमे देखिबा 2000 वर्ष प्लस 25 वर्ष आउ एपरी 600 वर्ष 6000 वर्ष पुणी 6000 वर्ष रे आमे गुटे 1000 जहाँकि शैतान को दिया जाय अछि एई स्थान रे माने अछु जगतर अधिपति तांकर अधीन रे माने रहु अछु जे कि आम मान को एई 1000 वर्ष मध्य रे से आम मानकर जीवन को प्रभु को ठारू से आमको तार करिया पे से चेष्टा करू अछि आ वर्तमान आम माने देखु अछु 2025 ए जाए केवल आम से अनुग्रह युग रे अछु आ प्रभुंकर अनुग्रह आम तांकर सही अनुग्रह द्वारा तांकर से आगमन डेई होइछ काहे कि ना ए पर्यंत से चाहती जे मोर संतान माने प्रत्येक परित्राण प्राप्त हंतु मन परिवर्तन करंतु सदा प्रभु चाहती पुणी सदा प्रभु को आम कहीं स्तुति करबा जीवन रे जिरिम्य 17 पर्व 14 पद रे जिरिम्य कहती हे सदा प्रभु मते सुस्थ कर तोहेर मु सुस्थ हेबी मते परित्राण कर तोहेर मु परित्राण पाइबी कारण तुम्बे मु प्रशंसा आमे सदा प्रभु आमन को सुस्थता दियंती सदा प्रभु हमको परित्राण दियंती जहाँ पाई मध्य आमे तांकर स्तुति करिवा तांकर प्रशंसा करिवा सदा प्रभु आमर सुस्थकारी परमेश्वर जिह्वा राफा अटंती सुस्थकारी परमेश्वर अटंती आमे जदि नूतन नियम रे देखिबा 12 वर्षर प्रदर रोगी स्त्री एक आशा नहीं से जीशु को पाखु जाइथिला आ तार से आशा तार से विश्वास को जीशु देखिथिले जहाँ द्वारा से जी सुस्थ हेबा पई से सक्षम होइथिला आ प्रभु आमन को भरोसा दे अछंती प्रत्येक विषय रे एवं कथा कहंती जिसा 65 पर्व 24 पद लिखा जाए से माने डाकिबा पूर्वे आमे उत्तर देबा और से माने कथा को आमे सुनिबा से मोर आमे देखु प्रभु इस्राएल संतान मान को किपरि भाव रे आनी अछंती
इस्राएल संतान मानकर यात्रा मध्य अनेक प्रकार दुष्टता प्रभुंकर दास मूसा विरुद्ध अनेक प्रकार बचसा किंतु प्रभु जानती मूसा जिते डाकती से शुणी अछंती से उत्तर दियंती डाकिबा पूर्वर आम्भे तुमर उत्तर दबा आम जो देखा मरुभूमि हागारंकर अवस्था जिते हागर काकुक्ति करी प्रार्थना कले से आम देखा सदा प्रभु शुणी अछंती सदा प्रभु शुणी अछंती एवं से स्थान रे आम सदा प्रभुଙ୍କର उत्तर पाई थाउ सेति आम सदा प्रभुଙ୍କର स्तुति करिबा कारण से आम डाकिबा पूर्वरु से आमर उत्तर दियंती गणना 14 पर्व 21-24 पद लिखा जाए मात्र आमर सेवक कालेब ठारे अन्य आत्मा अच्छी और से संपन्न रूपे आमर अनुगत हुई अछि आज देखो कालेब मध्य से एक यात्रा मध्य जाऊँच अग्रसर होती से स्थान आम देखू तांकर मध्य जो आत्मा अच्छी भयर आत्मा नुहे किंतु परमेश्वर आत्मा साहस आत्मा मध्य अच्छी जोसेफ जीवन जदि देखू फारो राजा मध्य जोसेफ को सहीपरि कहते फारो राजा कौन कहते जोसेफ को जोसेफ सदा प्रभुଙ୍କର आत्मा अच्छी जोसेफ ठारे सदा प्रभुଙ୍କର आत्मा अच्छी आम आदि पुस्तक 41 पद 38 रु 45 जो देखा से स्थान कहते फारो राजा जोसेफ को से कहते जोसेफ ठारे सदा प्रभुଙ୍କର आत्मा अच्छी दानिएल ठारे मध्य सेपरि स्वतंत्र विशिष्ट आत्मा अच्छी बोली से कहती एबे प्रभु आमको से पवित्र आत्मा दे अछंती आम जदि प्रेरित पुस्तक रे आपण माने जानती प्रेरित पुस्तक रे प्रभु आमको ए नूतन नियम एक नेतृ श्रेणी तांकर दास रूपे आमको निरूपित करि अछंती से आमको पवित्र आत्मा दे अछंती पवित्र आत्मा माध्यम रे से विभिन्न दान हमको दे अछंती पवित्र आत्मा माध्यम रे आम को से कथा कहवा सुस्थ करने भूत छड़ाइवा विभिन्न विषय से आम को शक्ति प्राप्त कर पवित्र आत्मा आमकर मध्य से कथा कहती सदा प्रभु आम को आत्मा देखती आत्मा चिन्हती तदनुजे से आम को आशीर्वाद करती स्थान आम देखू सदा प्रभु से पवित्र आत्मा माध्यम रे आज ए नूतन नियम माने विश्वासी विश्वासिनी आम क्यों भाव रे अच्छु आमकर जीवन धारावाहिक जीवन ना प्रभुंकर अनुगत जहाँकि सदा प्रभु मध्य कहबे जे आम मानकर अमुका दास मध्य विशिष्ट आत्मा अच्छी सदा प्रभुंकर आत्मा अच्छी आज आम से परिचय पाई पारिबा कि आज आम देखू प्रेरित 8 पर्व रे मध्य से लिखा जाए फिलिप जेतेबेले समीरणी को से प्रचार करिया पई गले सेतेबेले कोन होउतला पाउल जार पूर्व नाम थिला साउल से विभिन्न ताड़ना विभिन्न ये माध्यम रे आम देखु अछु से स्थान मध्य जेतेबेले फिलिप गले से स्थान प्रचार कले से स्थान रे असुचि दुष्ट आत्मा मान थिले लोक मानकर मध्य असुचि दुष्ट आत्मा मान थिले और सदा प्रभु से पवित्र आत्मा प्राप्ति फिलिपियों माध्यम रे से मान को चित्कार करी से स्थान लिखा जाए से चित्कार करी बाहरी आसिले आज आमकर सही पर शक्ति हवा प्रभु को निकटवर्ती हुई प्रार्थना द्वारा पवित्र आत्मा शक्ति प्राप्त हुई आम प्रभु को सही दान से गिफ्ट पाइबा पे आम प्रभु को निकट प्रार्थना करू जेपरि आम शक्ति प्राप्त हवा विभिन्न दान विभिन्न तांकर जेपरि गिफ्टेड हवा सेपरि आम चेष्टा करू आज मंडली मध्य निश्चय कार्य होछि प्रभु कार्य करती किंतु आमनकर अंतकरण क्यों आत्मा अच्छी आम क्यों आत्मा शैतान मध्य तांकर कार्य करे सदा प्रभु मध्य तांकर कार्य करती
आज आम मध्य किपरि आत्मा अच्छे सेपरी गिदियन सामसन विभिन्न मानकर मध्य प्रभु सही आत्मा देथिले पुरातन नियम को जो देखिबा आ जते आमे देखु पुरातन नियम रो जेते आत्मा प्रभु प्रदान करे अछंती ता स्वर्ग रो प्रदान करी अछंतो अपर ऊपर एक्सप्रेशन से जो आत्मा से प्रदान करू ऊपर प्रदान कर किंतु नूतन नियम रे जो पवित्र आत्मा सदाप्रभु हमको दे अछंती इनर विषय सब आम जानू अच्छु इनर विषय किंतु पुरातन नियम रे जो माने सदाप्रभु आत्मा थिला से माने तांकर अपर विषय अपर एक्सप्रेशन थिला किंतु वर्तमान पवित्र आत्मा नूतन जुगरे नूतन नियम रे सदा प्रभु इनसाइड द होली स्पिरिट विल कहते इनर हमको सही इनर विषय प्रभु जनांती गुप्त विषय प्रभु जनांती विभिन्न विषय प्रभु हमको जनांती सेति आमे देखु अछु कालेबंक विषय सदा प्रभु कोन कहउचंती कालेबंकर आत्मा जहा सदा प्रभु आत्मा आ से सदा प्रभु आत्मा से कोन करू अछंती जहा सदा प्रभु प्रतिज्ञा समस्त को स्मरण से करुचंती आमे सही 14 पर्व 9 पद रे देखु काले वो कौन कहउचंती दया कर पढ़िबे एहेतु मूसा सेही दिन शपथ करी कहिले जो भूमि रे तुम्भर पाद पड़ी अछि ताहा अवश्य तुम्भर ओ जुगानुक्रमे तुम्भ संतान गणर अधिकार हेबो जेहेतु तुम्भे संपूर्ण रूपे सदाप्रभु आंभ परमेश्वरंकर अनुगत होइअछ संपूर्ण रूपे से सदा प्रभु अनुगत होइअछ आमे से जिहोस्य 3 पर्व 4 5 जदि पढ़िबा से स्थान रे लिखा जाय अछि किणान जहा कि सदा प्रभु प्रतिज्ञा सह जिहोस्य आ कालेब से स्थान को प्रवेश कर सारी थिले जहा कि सदा प्रभु को कालेब अनुगत हेबा पई गुप्तचर भाव रे जेतेबेले कालेब आ जिहोस्य को पठैले सेतेबेले जिहोस्य को 45 वर्ष होतिला आमे से 14 पर्व 10 पद टिक पढो एबे देख प्रांतर रे इस्राएल भ्रमण करिबा बेले सदाप्रभु मूसांकु सेही जो कथा कहिथिले तदवधि सदाप्रभु आपणा वाक्यानुसारे मते 45 वर्ष हेला जीवित रखिअछंती एणु एबे देख मु आज 4 कोड़ी 5 वर्ष वयस्क होई अछि 85 प्रेज द लॉर्ड प्रेज द लॉर्ड जेतेबेले सदा प्रभु प्रांतर इस्राएल रे भ्रमण करिवा बेले मूसा जेतेबेले तांकु मनोनीत कले सेतेबेले तांकु केते वर्ष होतला 45 वर्ष आ 40 वर्ष र यात्रा आमे देखु छु आमे मने पको 45 वर्ष आज कालेब तांकर पूर्व अवस्था को से मने पकाउ अछंती आ कहउ अछंती मते 85 इयर्स लानी 45 वर्ष तांकर जेतेबेले थिला से मनोनीत हेले 40 वर्ष से प्रांतर रे से गमन कले किरान रो अनुसंधान रे गले एबे 85 वर्ष आज आमानकर मध्यरे ए वृद्ध अवस्था रे मध्य प्रभुंकर दास माने कार्य करू अछंती अनुगत प्रभुंकर अनुगत हो अछंती अनेक समय आमने कहिताऊ जे वृद्ध हेलणी तुमे कौन ए कार्य करूछ अनेक प्रकार विषय कहंती प्रभु तांकर लोक मान को व्यवहार करंती प्रभु चिन्हती आत्मा और तांको माध्यम से व्यवहार करंती जो दिन जिहोस्य को और कालेब को मनोनीत करागला से दिन प्रभु आत्मा देखी और प्रभु मनोनीत करते आज आ माने काहाकू वृद्ध प्रभुंकर कार्य जो मान अच्छा से सम्मान सहित तांकर द्वारा प्रभु
କାର୍ଯ୍ୟ ନିଶ୍ଚୟ କରିବେ ଆଉ ପ୍ରଭୁ ତାଙ୍କର ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରଭୁଙ୍କ ନିକଟବର୍ତ୍ତୀ କରିବେ। ଆଉ ଏଇ ସ୍ଥାନ ଆମେ ଦେଖୁ ସଦା ପ୍ରଭୁଙ୍କର ଆତ୍ମା କିପରି କାର୍ଯ୍ୟ କରୁଅଛନ୍ତି କାଲେବଙ୍କର ମାଧ୍ୟମରେ। 11 ପଦ ଟିକେ ପଢ। 11 14 11। ତଥାପି ମୂଷା ଯେଉଁଦିନ ମୋତେ ପଠାଇଥିଲେ ସେଇଦିନ ମୁଁ ଯେପରି ବଳବାନ ଥିଲି ସେହିପରି ଆଜି ଅଛି, ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ। ସେଇ ସମୟରେ ମୋହର ଯେପରି ବଳ ଥିଲା ସେହିପରି ଏବେ ମଧ୍ୟ ମୋହର ବଳ ଅଛି। ପ୍ରେଜ୍ ଦ ଲର୍ଡ। ଯେତେବେଳେ ମୂଷା ତାଙ୍କୁ ପଠାଇଲେ ସେ କଣ କହୁଛନ୍ତି? ସେ ଯୌବନ ଥିଲେ, ଯୁବା ଥିଲେ, 40 ବର୍ଷ ହେଉଥିଲା, 45 ବର୍ଷ ହେଉଥିଲା, ସେ ଯୁବା ଥିଲେ। ସେ କଣ କହୁଛନ୍ତି? ସେଇ ସମୟରେ ଯେପରି ବଳ ଥିଲା ଏବେ ମଧ୍ୟ ମୋହର ସେଇ ବଳ ଅଛି। ଏବେ ମଧ୍ୟ ସେଇ ମୋହର ବଳ ଅଛି। ଆଜି ଆମେ ଦେଖୁ କାଲେବଙ୍କର ଭିଜନ, ଆମମାନଙ୍କର ଜୀବନ ଲକ୍ଷ୍ୟ କଣ? ସେଇଦିନ କାଲେବ କଣ କହୁଛନ୍ତି? ସେଇ ପାହାଡ ମାଗୁଅଛନ୍ତି, ଯେଉଁ ସ୍ଥାନରେ ଦୁଷ୍ଟ ମାନେ ରହୁଅଛନ୍ତି, ଅନାଜ୍ଞ ମାନେ ରହୁଅଛନ୍ତି, ଅସୁର ଶ୍ରେଣୀୟ ଲୋକମାନେ ରହୁଅଛନ୍ତି, ଆଜି ସେ ପର୍ବତକୁ ସେ ମାଗୁଅଛନ୍ତି। ଆଜି ଆମମାନଙ୍କର ଜୀବନରେ ଜଗତ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା, ଆମର ଜୀବନର ମସ୍ତକ ଉପରେ ଅନେକ ପାହାଡ ଲଦି ହୋଇଅଛି, ଅନେକ ବିଷୟ ଅଛି। ଆଜି ଆମେ ସେଇ ବିଷୟକୁ ଗ୍ରହଣ କରି ତଦନୁଯାୟୀ ଆମେ ଈଶ୍ୱରଙ୍କର ସହିତ ଅନୁଗତ ହୋଇ ଆମେ କରିପାରିବା କି? ଆଜି ଆମର ଲକ୍ଷ୍ୟ କଣ? ପ୍ରଭୁ ଆମକୁ କଣ ଲକ୍ଷ୍ୟ ଦେଇ ଅଛନ୍ତି? ତାଙ୍କର ଭିଜନ ଆମେ ଦେଖୁ। କାଲେବଙ୍କର ଭିଜନ ସେ କହୁଅଛନ୍ତି, ସେ କଣ କହୁଛନ୍ତି? ତାହା ମତେ ଦିଅ। ଯୋଉ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ ତାହା ମତେ ଦିଅ। ଆଜି ଆମେ ମାନେ ସଦାପ୍ରଭୁଙ୍କୁ କଣ ମାଗୁଅଛୁ? ଆଜି ଆମେ ସଦାପ୍ରଭୁଙ୍କୁ କଣ ମାଗୁଅଛୁ? ଆଉ ଯୋଉ ଆମେ ଏଇ ସ୍ଥାନରେ କାଲେବଙ୍କର ଭିଜନ ଆମେ ଦେଖୁ। ଆଜି ସେ ମାଗୁଅଛନ୍ତି କାଲେବଙ୍କର ଭିଜନ। ପୁଣି ସଦାପ୍ରଭୁ ଯୋଉ ପ୍ରତିଜ୍ଞା ତାଙ୍କୁ କରିଥିଲେ ସେ ପ୍ରତିଜ୍ଞା ଅନୁସାରେ ସଦାପ୍ରଭୁ ସମସ୍ତ ବିଷୟ ତାଙ୍କୁ ଦେଇଅଛନ୍ତି। ଆମେ ସେ 14 13 ଯଦି ଦେଖିବା ସେ ସ୍ଥାନରେ ଲେଖାଯାଇଅଛି, ଏଥିରେ ଝିଅ ତାଙ୍କୁ ଆଶୀର୍ବାଦ କଲେ। ପୁଣି ସେ ଜୁଫିନର ପୁତ୍ର କାଲେବକୁ ଅଧିକାର ହିବ୍ରୋଣ ଦେଲେ। ତାଙ୍କର ହିବ୍ରୋଣ ଦେଶ ଯାହା ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ, ଯେଉଁ ସ୍ଥାନ ସଦାପ୍ରଭୁ ତାଙ୍କୁ ଦେବା ପାଇଁ ମନୋନୀତ କରିଥିଲେ, ଆଜି ସେଇ ହିବ୍ରୋଣର ସେ ଅଧିକାର ପାଇଅଛନ୍ତି। ହିବ୍ରୋଣର ଅଧିକାର ପାଇଅଛନ୍ତି। ଆଜି ସେ ହିବ୍ରୋଣ ଏ ପର୍ଯ୍ୟନ୍ତ ଲେଖାଯାଏ ଏ ପର୍ଯ୍ୟନ୍ତ ହିବ୍ରୋଣ ତାଙ୍କର ଅଧିକାରରେ ଅଛି। ବର୍ତ୍ତମାନ ଯୁଗରେ ମଧ୍ୟ ଆମେ ସେଇ ହିବ୍ରୋଣ ଦେଶକୁ ଆମେ ଜାଣିବାକୁ ପାରିବା। ପ୍ରେଜେଣ୍ଟଲି ମଧ୍ୟ ସେଇ ହିବ୍ରୋଣକୁ ମଧ୍ୟ ହେବ୍ରୋନ ବୋଲି କହୁଅଛନ୍ତି। ଆଉ ସେଇ କାଲେବଙ୍କର ଅଧିକାର ଏ ଯାଏ ତାଙ୍କର ହସ୍ତଗତ ହୋଇଅଛି, ଯାହାକି ତାଙ୍କର ନେକ୍ସଟ ଜେନେରେସନ ମଧ୍ୟ ସେଇ ଦେଶରେ ରହି ସେଇ ଅଧିକାର କରୁଅଛନ୍ତି। ଆଉ ସଦାପ୍ରଭୁ ଯାହା ଯାହା ପ୍ରତିଜ୍ଞା କରିଥିଲେ ତାହା ସେ ପୂର୍ଣ୍ଣ କରିଅଛନ୍ତି। ଝିଅ 21 ପର୍ବ 45 ପର୍ବ ଟିକେ ପଢ। 21 और 45 ସେ ଗୋଟେ ଖାଲି ଝିଅ ଖାଲି ବାହାର କର। 21 45 ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେ ମଙ୍ଗଳର କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ, ସବୁ ସଫଳ ହେଲା। ସବୁ ସଫଳ ହେଲା। 23 ର 14 ଟିକେ ପଢିବ ମା। ଆଉ ଦେଖ, ଆଜି ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି। ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ବୁଦ୍ଧିରେ ଜ୍ଞାତ ଅଛ ଯେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ବିଷୟରେ ଯେତେ ମଙ୍ଗଳ କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହୋଇନାହିଁ। ତୁମ୍ଭମାନଙ୍କ ପକ୍ଷରେ ସବୁ ସଫଳ ହୋଇଅଛି।
ତହିଁରୁ ଗୋଟିଏ କଥା ହିଁ ବିଫଳ ହୋଇନାହିଁ। ସଦାପ୍ରଭୁଙ୍କର ପ୍ରତିଜ୍ଞା ଆମମାନଙ୍କର ଏଇ ଜଗତ ମଧ୍ୟରେ ସେ ଯାହା ଯୋଉ ଉଦ୍ଦେଶ୍ୟ ପ୍ରଭୁ ଆମକୁ ରଖି ଅଛନ୍ତି ତାଙ୍କର ସେ ପ୍ରତିଜ୍ଞା ନିଶ୍ଚୟ ଆମମାନଙ୍କ ମଧ୍ୟରେ ସଫଳ କରିବେ। ଆମମାନେ ଅନେକ ବିଷୟରେ ନିରୁତ୍ସାହ ହେଇଥାଉ। ଏ ଜଗତ ମଧ୍ୟରେ ଯେତେବେଳେ କୌଣସି ପ୍ରକାର ସମସ୍ୟା ଆସେ, ଯେତେବେଳେ ପରିବାର କରୁଛୁ, ପରିବାରର ମୁଖ୍ୟର କୌଣସି ପ୍ରକାର ଘଟଣା ହୋଇଯାଏ, ସେତେବେଳେ ଆମମାନଙ୍କର ସମସ୍ୟା ଥାଏ। ସେତେବେଳେ ସଦାପ୍ରଭୁ କହନ୍ତି, ମୁଁ ପ୍ରତିଜ୍ଞା ଦେଇଅଛନ୍ତି ସେ ବାକ୍ୟରେ, ଆଉ ସେ କହୁଛନ୍ତି ସଦାପ୍ରଭୁ ତୁମର ପରମେଶ୍ୱର ତୁମମାନଙ୍କର ବିଷୟରେ ଯେତେ ମଙ୍ଗଳ କଥା କହିଥିଲେ ତଇ ମଧ୍ୟରୁ ଗୋଟେ ମାଧ୍ୟ କଥା ବିଫଳ ହୋଇନାହିଁ। ଝିଅଶଙ୍କର ଜୀବନରେ ଆଜି କାଲେବଙ୍କର ଜୀବନରେ ଆଜି କୌଣସି ବିଷୟ ବିଫଳ କରିନାହାନ୍ତି। ଜିରିମିୟ 1:12 ଜିରିମିୟ ଭବିଷ୍ୟତ ବକ୍ତା ଲେଖନ୍ତି, କାରଣ ଆମ୍ଭେ ଆପଣା ବାକ୍ୟ ସଫଳ କରିବାକୁ ଜାଗ୍ରତ ଅଟୁ। କାରଣ ଆମେ ଆପଣା ବାକ୍ୟ ସଫଳ କରିବା ପାଇଁ ଜାଗ୍ରତ ଅଟୁ। ଆଉ ସେଇ ଝିଅଶର 14:10 ମଧ୍ୟ ଆମେ ଦେଖୁ, ମିଶରରୁ ପ୍ରାନ୍ତରରେ କାଲେବ ସଦାପ୍ରଭୁଙ୍କ ସହିତ ଚାଲିଲେ, ଆଉ ତାଙ୍କ ବାକ୍ୟାନୁସାରେ ସେଇ 85 ବର୍ଷ ଯାଏ ଏ ଯାଏ ଏଇ ପୌଢ ଅବସ୍ଥାରେ, ବୃଦ୍ଧ ଅବସ୍ଥାରେ ମଧ୍ୟ ସେ ଆଜି ସାହସ ସହିତ କହିପାରୁଛନ୍ତି। ଆଜି ସେ ସଦାପ୍ରଭୁଙ୍କର ଅନୁଗତ ହେବା ପାଇଁ ସେ ସକ୍ଷମ ହୋଇପାରନ୍ତି। ଆଜି ଆମମାନଙ୍କର ଜୀବନରେ କାହାକୁ 20 ବର୍ଷ, କାହାକୁ 50 ବର୍ଷ, କାହାକୁ 70 ବର୍ଷ, ଆଜି ସଦାପ୍ରଭୁଙ୍କ ଅନୁଗତ ହୋଇ ଆମେ ଏଇ ଜଗତ ମଧ୍ୟରେ ଆମେ ରହିବା ନା ଆଜି ଆମେ ଏଇ ଜଗତର ଅନୁଗତ ହୋଇ ରହିବା? ଆମେ ଦେଖୁଅଛୁ ଜଗତ ମଧ୍ୟରେ ବର୍ତ୍ତମାନ ଆମମାନଙ୍କର ଅନୁଗତ ବହୁତ ବାହାରୁଅଛନ୍ତି। ଶୈତାନ ତାର କାର୍ଯ୍ୟ ବହୁତ କରୁଅଛନ୍ତି। ଜଗତର ସମ୍ପତ୍ତି କିପରି ଆମେ ଲାଭ କରିବା, କିପରି ଜଗତର ବିଭିନ୍ନ ବିଷୟରେ ଆମେ ସମସ୍ୟା ମଧ୍ୟରେ ଥିଲେ ମଧ୍ୟ ଆମେ ଜଗତକୁ ଆମେ ପ୍ରେମ କରିଥାଉ। ଆମେ ଏପରି ପ୍ରେମ କରୁ ଯେ ଆମେ ରହିବାର ଉପାସନାକୁ ମଧ୍ୟ ଭୁଲି ଯାଉ। ସାଂସାରିକ ବିଷୟରେ ଆମେ ଏପରି ମଗ୍ନ ହେଉ ଯେ ଆମେ ମାନେ ଭୁଲି ଯାଉ। କିନ୍ତୁ କାଲେ ବସେ ଆଜି କହିପାରୁଛନ୍ତି, ମତେ ଯେତେବେଳେ 45 ବର୍ଷ ହଉଥିଲା, ମୁଁ 40 ବର୍ଷ ପ୍ରାନ୍ତରରେ ସେ ଆସିଲେ, ଆଉ ସେ କିଣା ଗୁପ୍ତ ଭାବରେ ଯେତେବେଳେ ପଠାଇ ଅଛନ୍ତି, ପ୍ରତ୍ୟେକ ବିଶ୍ୱାସୀ କିଣାଣ୍ଡ ପ୍ରବେଶ କରି ସେ ଆଜି ସ୍ୱୀକାର କରୁଅଛନ୍ତି। ପ୍ରଭୁ ଆମମାନଙ୍କୁ ପବିତ୍ର ଆତ୍ମା ଦେଇ ତାଙ୍କର ହେବା ପାଇଁ ସେ ଆମକୁ ଅଧିକାର ଦେଇଅଛନ୍ତି। ତାଙ୍କ ପିତା କହିବା ପାଇଁ ସେ ଆମକୁ ଅଧିକାର ଦେଇଅଛନ୍ତି। ସମସ୍ତ ଅଧିକାର ପ୍ରାପ୍ତ ହେଲା ପରେ ଆମେ ଆମର କିପରି କାର୍ଯ୍ୟ କରୁଅଛୁ? ଆମଙ୍କର ଆଜି ଜୀବନରେ ସଦାପ୍ରଭୁଙ୍କ ପ୍ରତି ଅବହେଳା, ମାଣ୍ଡଳିକ ଜୀବନରେ ଆମେ ସଦାପ୍ରଭୁଙ୍କ ପ୍ରତି ଅବହେଳା, ନା ମାଣ୍ଡଳିକ ସହଭାଗିତାରେ ଅଛୁ? ନା ବିଭିନ୍ନ କାର୍ଯ୍ୟ ଯେତେବେଳେ ସଦାପ୍ରଭୁଙ୍କ କାର୍ଯ୍ୟ ଆସେ ସେତେବେଳେ ଆମେ ଜାଗତିକ କାର୍ଯ୍ୟକୁ ଆମେ ଗୁରୁତ୍ୱ ଦଉ, ନା ସଦାପ୍ରଭୁଙ୍କ କାର୍ଯ୍ୟକୁ ଆମେ ଗୁରୁତ୍ୱ ଦଉ? ଆମେ ଦେଖୁ ଏଇ ସ୍ଥାନରେ କାଲେ କହୁଅଛନ୍ତି ଯେ ଏ ପର୍ଯ୍ୟନ୍ତ ସଦାପ୍ରଭୁ ଜୀବିତ ରଖୁଅଛନ୍ତି। ନୋହଙ୍କର ବିଶ୍ୱାସ ମଧ୍ୟ ଯଦି ଆମେ ଦେଖିବା, ତାଙ୍କର ସେ ବିଶ୍ୱାସରେ ଯାହା ଯେତେବେଳେ କହିଲେ ତାଙ୍କର ପରିବାରକୁ ସେ ବଞ୍ଚେଇ ପାରିଲେ। କିନ୍ତୁ ଯୋଉମାନେ ବିଶ୍ୱାସ କଲେ ନାହିଁ ସେମାନେ ମଲେ। ଯେଉଁମାନେ ପାପରେ ଭ୍ରଷ୍ଟ ଥିଲେ ସେମାନେ ମଲେ। କାରଣ ପାପର ମୃତ୍ୟୁ, ପାପର ବର୍ତ୍ତନ ମୃତ୍ୟୁ ଅଟେ। କିନ୍ତୁ ପ୍ରଭୁ ଜୀବିତ ଥିବା ପ୍ରମାଣେ ପ୍ରଭୁ ଏ ଯାଏ ଆମକୁ 2025 ଜାନୁଆରୀ 30 ଯେ ପ୍ରଭୁ ଆମକୁ ରଖି ଅଛନ୍ତି। ଗତ ଦିନ ମାନଙ୍କରେ ଆମେ ଦେଖୁଅଛୁ ଏଇ ଜାନୁଆରୀ ମାସର ଘଟଣା, 2024ର ଘଟଣା, ଆମଙ୍କର ମଧ୍ୟରେ ବିଭିନ୍ନ ବିଷୟ, ବିଭିନ୍ନ ଘଟଣା, ଅନେକ ପ୍ରଭୁଙ୍କ ନିକଟବର୍ତ୍ତୀ ହୋଇ ଚାଲି ଯାଇଅଛନ୍ତି। କିନ୍ତୁ ପ୍ରଭୁ ଏ ଯାଏ ଆମକୁ ରଖି ଅଛନ୍ତି। ଫିଲିପିଓ 1:21 ପ୍ରେରିତ ପାଉଲ ମଧ୍ୟ ସେ ମଣ୍ଡଳରୁ କଣ କହୁଛନ୍ତି? କାରଣ ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁ ଲାଭଦାୟକ। ଆମେ ଖ୍ରୀଷ୍ଟଙ୍କୁ ଜୀବନ ଧାରଣ କରୁଅଛୁ, ନା ଆମେ ଆଜି ଶୈତାନକୁ ଜୀବନ ଧାରଣ କରୁଅଛୁ? ଆଉ ଯଦି ଆମେ
ଖ୍ରୀଷ୍ଟଙ୍କୁ ଜୀବନ ଧାରଣ କରୁ। ଖ୍ରୀଷ୍ଟ ଯୀଶୁ ଖ୍ରୀଷ୍ଟ ଅଟନ୍ତି ପଥ, ସତ୍ୟ ଓ ଜୀବନ। ଆଉ ସେଇ ଜିଓସ 14 ପର୍ବ 12 ପଦରେ ଲେଖାଯାଏ, ସେ ସ୍ଥାନ ଲେଖାଯାଏ, ସଦାପ୍ରଭୁ ମୋର ସଙ୍ଗରେ ହେବେ ଓ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ ସେମାନଙ୍କୁ ତୋଡ଼ିଦେବେ। କାଲେବଙ୍କର ଭରସା, କାଲେକଙ୍କର ବିଶ୍ୱାସ, ସଦାପ୍ରଭୁ ମୋର ସଙ୍ଗରେ ହେବେ ଓ ସଦାପ୍ରଭୁ ବାକ୍ୟ ଅନୁସାରେ ସେମାନଙ୍କୁ ତୋଡ଼ିଦେବେ। ଆଜି ଆମର ଜଗତ ମଧ୍ୟରେ ଯାହା କିଛି ଆମର ସମସ୍ୟା ଥାଉ, ଯାହା ବି ଥାଉ, ଯେତେବେଳେ ସଦାପ୍ରଭୁଙ୍କର ଆମେ ଅନୁଗତ ହେଉଛୁ, ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କର ଆମେ ଅନୁଗତ ହେଉଛୁ, ସେତେବେଳେ ସମସ୍ତ ସମସ୍ୟା ଦୂର ହୋଇଯିବ। ଶୈତାନ ମଧ୍ୟ ଯୀଶୁଙ୍କୁ ପରୀକ୍ଷା କରିଥିଲା। ସେ କହୁଛନ୍ତି, କାଲେବ କଣ କହୁଛନ୍ତି, ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ ସେମାନଙ୍କୁ ତୋଡ଼ିଦେବେ। ଯେତେବେଳେ ଶୈତାନ ଯୀଶୁଙ୍କୁ ପରୀକ୍ଷା କରିଥିଲା, ଯୀଶୁ କଣ କହିଲେ ଶୈତାନକୁ? ବାକ୍ୟ ଦ୍ୱାରା ସେ ପରାଜିତ ହୋଇଥିଲା। ବାକ୍ୟ ଦ୍ୱାରା ଶୈତାନ ପରାଜିତ ହୋଇଥିଲା। ଆଉ ସେଇ ଜିଓସ 17 ପର୍ବ 13 ପଦରେ କଣ ଲେଖାଯାଏ? ଇସ୍ରାଏଲ ସନ୍ତାନ ଗଣ ପରାକ୍ରାନ୍ତ ହୁଅନ୍ତେ, କିଣାଣିୟ ମାନଙ୍କର ବେଠି କର୍ମ ରଖିଲେ ମାତ୍ର ନିଶେଷ ରୂପେ ସେମାନଙ୍କୁ ତୋଡ଼ି ଦେଲେ ନାହିଁ। ଟିକେ ପଢିବେ 17-13। ଏ ଉତ୍ତରେ ଇସ୍ରାଏଲ ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ, କିଣାନିୟ ମାନଙ୍କୁ ବେଠି କର୍ମରେ ରଖିଲେ ମାତ୍ର ନିଃଶେଷ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ। এই ସ୍ଥାନରେ ଦେଖୁ ଇସ୍ରାଏଲ ସନ୍ତାନ ମାନଙ୍କର କିପରି କାର୍ଯ୍ୟ। ଯୋଉମାନେ କିଣାଣକୁ ଆସିଥିଲେ, ସେ ସ୍ଥାନରେ ଇସ୍ରାଏଲ ସନ୍ତାନ ଗୋଟେ ଗ୍ରୁପ, କେତେ ଦଳ, ସେମାନେ କଣ କଲେ? ସେମାନେ ଭୟପ୍ରାନ୍ତ ହୋଇ, ଭୟଗ୍ରସ୍ତ ହୋଇ ସେ ସ୍ଥାନରେ କଣ କହିଲେ? କିଣାଣିୟ ମାନଙ୍କର ବେଠି କୁକର୍ମ ରଖିଲେ ମାତ୍ର ନିଃଶେଷ ରୂପେ ସେମାନଙ୍କୁ ତୋଡ଼ିଦେଲେ ନାହିଁ। କାଲେବ ସେ ଭରସାର ସହିତ କହୁଛନ୍ତି, ମୁଁ ସେମାନଙ୍କୁ ନିପାତ କରିବି, ତୋଡ଼ିଦେବି। କିନ୍ତୁ ଏଇ ସ୍ଥାନରେ ଇସ୍ରାଏଲ ସନ୍ତାନ ମାନେ କଣ କଲେ? ସେଇ ଦୁଷ୍ଟ ମାନଙ୍କୁ ତାଙ୍କର ସହିତ ରଖିଲେ। ଆଜି ଆମମାନଙ୍କର ଜୀବନରେ ମଧ୍ୟ ସଦାପ୍ରଭୁ ଆମକୁ ଉଦ୍ଧାର କରୁଅଛନ୍ତି, ପ୍ରତ୍ୟେକ ବିଷୟ ଯୋଗାଉଅଛନ୍ତି, କିନ୍ତୁ ଦୁଷ୍ଟତା ମାନଙ୍କର ମଧ୍ୟରେ ଆମେ ସେମାନଙ୍କର ସଙ୍ଗରେ ରହୁଛୁ, ସେମାନଙ୍କର ସଙ୍ଗରେ ରହୁଛୁ। ସେମାନଙ୍କୁ ତୋଡ଼ି ଦେଲେ ନାହିଁ। ଇସ୍ରାଏଲ ମାନେ ସେମାନଙ୍କୁ ତୋଡ଼ି ଦେଲେ ନାହିଁ। ଏଇ 18 ପର୍ବ 14 ପଦରେ ଲେଖାଯାଏ, ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋନ କନିଷ୍ୟ ଜିଫିନର ପୁତ୍ର କାଲେବର ଅଧିକାରରେ ଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କର ଅନୁଗତ। ଆଜି ଆମମାନଙ୍କର ଜୀବନ କଣ? ଦାଉଦଙ୍କର ଜୀବନରେ ମଧ୍ୟ ଆମେ ଦେଖୁ, ସେ ସଦାପ୍ରଭୁଙ୍କ ନେଇ ସମସ୍ତ କାର୍ଯ୍ୟ କହୁଥିଲେ। ସେ କହିପାରୁଥିଲେ ଯେ, ଦାଉଦ କଣ କହୁଥିଲେ? ଆପଣଙ୍କର ଦାସ ସିଂହ ଭାଲୁ ଉଭୟଙ୍କୁ ବଧ କରିଅଛି। ଯେତେବେଳେ ଗଲିଆତକୁ ମାରିବା ପାଇଁ ସେ ଯାଉଛନ୍ତି, ସେ କହୁଛନ୍ତି ରାଜାଙ୍କୁ, ସାଉଲ ରାଜାଙ୍କୁ, ମୁଁ ଏପରି କରିଅଛି, ସେପରି କରିଅଛି। ଗଲିଆତ କିନ୍ତୁ ସେ ଜୀବିତ ପରମେଶ୍ୱରଙ୍କୁ ସେ ତୁଚ୍ଛ କରୁଅଛି, ଜୀବିତ ପରମେଶ୍ୱରଙ୍କର ସୈନ୍ୟ ମାନଙ୍କୁ ସେ ତୁଚ୍ଛ କରୁଅଛି। କିନ୍ତୁ ତାର ବିଶ୍ୱାସ ଓ ଭରସା ଯେ ମୁଁ ନିଶ୍ଚୟ ମାରିବି। ଆଉ ସେ କହୁଅଛନ୍ତି, ଏଇ ଯୁଦ୍ଧ ସଦାପ୍ରଭୁଙ୍କର, ଏଇ ଯୁଦ୍ଧ ସଦାପ୍ରଭୁଙ୍କର। ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ ନିକଟକୁ ମୁଁ ଆସିଅଛି। ଆଜି ଆମେ ଯେଉଁ ସ୍ଥାନକୁ ଯାଉ, ସେଇ ସ୍ଥାନରେ ଆମେ କାହା ନାମରେ ଆମେ ଯାଉଅଛୁ? ଆଜି ଆମେ ଯୋଉ କାର୍ଯ୍ୟ କରୁଅଛୁ, ଆମେ କାହା ନାମରେ କରୁଅଛୁ? ପୁଣି ଥରେ ଦାଉଦ କହୁଅଛନ୍ତି, ପ୍ରଥମ ସାମୁଏଲ 17:40ରେ ସେ କହୁଛନ୍ତି, ଆଜି ଦିନ ସଦାପ୍ରଭୁ ମୋ ହସ୍ତରେ ତୁମକୁ ସମର୍ପଣ କରିବେ। ସେ ଗଲିଆତକୁ ଚ୍ୟାଲେଞ୍ଜ କରି କହୁଛନ୍ତି। ଆଜି ଆମେ କହିପାରୁ କି ଶୈତାନର ଯୋଉ କାର୍ଯ୍ୟ ଯାହା କିଛି ହେଉଅଛି, ଆଜି ଆମେ ପ୍ରଭୁଙ୍କ ପାଇଁ ଆଜି ପ୍ରତ୍ୟେକ ଯୋଉ କାର୍ଯ୍ୟ କରିବା ସଦାପ୍ରଭୁଙ୍କ ପାଇଁ ଆଜି ଦିନ ଏକା କରିବା, କାଲି କରିବା, 5 ଦିନ ପରେ କରିବା, ସେମିତି ନାହିଁ। ଦାଉଦଙ୍କର ପ୍ରତିଜ୍ଞା ସଦାପ୍ରଭୁଙ୍କୁ ଭରସା କରି ସେ କହୁଅଛନ୍ତି, ଆଜି ଦିନ ମୋ ହସ୍ତରେ ତୁମକୁ ସଦାପ୍ରଭୁ ସମର୍ପଣ କରିବେ। ଭିକ୍ଟୋରି ଅଫ ଲାଇଫ,
विजयी जीवन आम देखू जो मानकर मध्य सदा प्रभु आत्मा अच्छी जो मानकर मध्य सदा प्रभु पवित्र आत्मा देउछंती से बलवंत करती स्ट्रेंथनिंग अस बलवंत करती जो माने आउ जदि आम से जियोस को 8 पर्व पढ़िबा से स्थान में आम देखा अनेक इस्राएल गोष्ठी माने से स्थान लिखा जाए इस्राएल संतान मध्यरु अधिकार अप्राप्त 7 वर्ष वंश अवशिष्ट थिले इस्राएल आउ 7 वंश अवशिष्ट थिले से स्थान लिखा जाए जिते बड़े देश बंटन करुचंती किंतु से माने कोन पढ़ी दियो टिके 2 और 3 18 ସେହି ସମୟରେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଅଧିକାର ଅପ୍ରାପ୍ତ 7 ବଂଶ ଅବଶିଷ୍ଟ ଥିଲେ। ତହିଁରେ ଜିହୋଶିଆ ଇସ୍ରାଏଲ ସନ୍ତାନଗଣକୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମ୍ଭେମାନେ କେତେ କାଳ ଆଳସ୍ୟ କରିବ? केते काल आलस्य करवा आज सदा प्रभु हमको जो अधिकार देउछन्ते हमें केते काल आलस्य करवा आज सांसारिक विषय आम जीवन आज मैं काटू अच्छु अब्राहम को जीवन रे जो ब्लेसिंग देइथिले तांको सांसारिक सहित आत्मिक ब्लेसिंग देइथिले आउ आमे आज को प्रकार ब्लेसिंग सदा प्रभु पई चाहिबा आज आम विश्वासी जीवन रे आम कौन आशा करुचु सदा प्रभु आम मान कौन चाहती आज आम मैंने निज निज को अनुसंधान करू निज जीवन को समीक्षा करू विश्वासी भाव आज आम प्रत्येक जीवन रे समीक्षा करिवार समय उपस्थित पवित्र आत्मा परमेश्वर आमको साहाय्य करती साहस दियंती आज आम सदा प्रभु आत्मा पाई अच्छु ना शैतान आत्मा पाई अच्छु प्रभु ए अल्प वाक्य उपरे हम प्रत्येक को आशीर्वाद करूं आमेन।